ମାଳା ବ୍ୟବସାୟରୁ ବଲିଉଡ୍ ହିରୋଇନ୍ କୁମ୍ଭବେଳା ନୂଆ ପରିଚୟ। ପ୍ରୟାଗରାଜର ମାଳ ବ୍ୟବସାୟରୁ ହିରୋଇନ୍ ସୋସିଆଲ ମିଡ଼ିଆ ଦେଲା ନୂଆ ପରିଚୟ। ଏବେ ନୂଆ ରୂପରେ ନୂଆ ଢଙ୍ଗରେ ଲୋକଙ୍କ ମନ କିଣିବା ଭାଇରାଲ ଗାର୍ଲ। ଆପଣମାନେ ନିଶ୍ଚୟ ଭାବରେ ଜାଣିପାରୁଥିବେ କାହା କଥା କହୁଛୁ। ବହୁ ଚର୍ଚ୍ଚିତ ମହାକୁମ୍ଭର ପରିଚୟ ପାଇଥିବା ସୁନ୍ଦରୀ ମୋନାଲିସା ଭୋସଲେ, ଯିଏକି ଏବେ ହିରୋଇନ୍ ହେବାକୁ ଯାଉଛନ୍ତି। ଏଥିପାଇଁ ବଲିଉଡରେ ଏକ ଫିଲ୍ମସ୍ ପାଇଁ ସେ ସାଇନ୍ ମଧ୍ୟ କରିଛନ୍ତି। ଦି ଡାଏରୀ ଅଫ୍ ମଣିପୁର ଫିଲ୍ମର ମୋନାଲିସା ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା କିଏ ଦେଇଥିଲେ ଅଫର। ମୁମ୍ବାଇର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ ମିଶ୍ର ବୁଧବାର ଦିନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଦି ଡାଏରୀ ଅଫ୍ ମଣିପୁର ପାଇଁ ଝାରଖଣ୍ଡର ମହେଶ୍ୱରର ମୋନାଲିସା ଭୋସଲେଙ୍କ ଘରକୁ ଯାଇଥିଲେ ଏବଂ ଦି ଡାଏରୀ ଅଫ୍ ମଣିପୁର ଫିଲ୍ମ ପାଇଁ ମୋନାଲିସାଙ୍କୁ ଅଫର କରିଥିଲେ। ପରେ ମୋନାଲିସା ମଧ୍ୟ ଏହି ଅଫରରେ ହଁ କରି ଫିଲ୍ମ ପାଇଁ ମଧ୍ୟ ସାଇନ୍ କରିଥିବା ଜଣାପଡ଼ିଛି। ଏହି ଫିଲ୍ମର ବଜେଟ୍ ରହିଛି 20 କୋଟି ଟଙ୍କା। ଏହି ଫିଲ୍ମ ମଣିପୁର, ଦିଲ୍ଲୀ ଏବଂ ଲଣ୍ଡନରେ ସୁଟିଂ କରାଯିବ। ଫେବୃଆରୀ 8ରୁ ଲଣ୍ଡନରେ ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମରେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ରାଜକୁମାର ରାଓଙ୍କ ବଡ଼ ଭାଇ ଅଭିନେତା ଅମିତ ରାଓ ମୋନାଲିସାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏମାନଙ୍କ ବ୍ୟତୀତ ନିର୍ଦ୍ଦେଶକ ଏବଂ ଅଭିନେତା ମହେନ୍ଦ୍ର ଲୋଧି, ଅନୁପ ଜଲୋଟା ଭଳି ବଡ଼ କଳାକାର ମଧ୍ୟ ଫିଲ୍ମରେ ନଜର ଆସିବେ। କହିବା କଥା, ମଣିପୁର ଡାଏରୀ ଉପରେ ଆଧାରିତ ଏହି ଫିଲ୍ମରେ ମୋନାଲିସା ଜଣେ ଉତ୍ତର ଭାରତୀୟ ସେନା ଅଧିକାରୀଙ୍କ ଝିଅର ମୁଖ୍ୟ ଭୂମିକା ଅଭିନୟ କରିବେ। ଯେଉଁ ମୋନାଲିସା ମାଳା ବିକ୍ରି କଲେ ତାଙ୍କ ପରିବାର ଚଳେ, ହେଲେ ମାଳା ବିକ୍ରି କରୁ କରୁ ଯେ ତାଙ୍କ ଭାଗ୍ୟ ଚମକି ଉଠିବ ସେ କେବେ ସ୍ୱପ୍ନରେ ମଧ୍ୟ ଭାବି ପାରିନଥିଲେ। ଆଉ ଶେଷରେ ଏବେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିର ପାଦ ଥାପିବାକୁ ଯାଉଛନ୍ତି। ଦେଖିବା ଆଗକୁ କ'ଣ ହେଉଛି।